ମାସର ପ୍ରଥମ ଦିନରେ ପ୍ରଭୁ ମତେ ଦେଲେ। ବାସ୍ତବରେ ମୁଁ ଭାବି ନଥିଲି ପ୍ରଭୁ ଏଇ ପ୍ରକାର ସୁଯୋଗ ମତେ ଦେବେ ବୋଲି, କିନ୍ତୁ ପାଖାପାଖି ଗୋଟେ 2 କିମ୍ବା 3 ଦିନ ଆଗେ ବୋଧେ ଏମିତିକା ଯେମିତି ସଲୋମୀ ଆଣ୍ଟି କହୁଥିଲେ ସମୟରେ କିମ୍ବା ଅସମୟରେ ଏମିତି ଗୋଟେ ବାକ୍ୟ ପଢୁଥିଲି, ମାନେ ରାଜାବଳୀରେ ବୋଧେ ପଢୁଥିଲି, ମାନେ ସକାଳେ ଏମିତି ଡିଭୋସନ ସମୟରେ ମତେ ଲାଗିଲା। ହେଲେ ମୁଁ ସେତିକି ମାନେ ତାକୁ ମାନେ ଇଏ କଲିନି, ମାନେ ସେତେ ମାନେ ସିରିୟସଲି ନେଲିନି। କିନ୍ତୁ ହଁ ପରମେଶ୍ୱର କହିଛନ୍ତି ତ ପରମେଶ୍ୱର ନିଶ୍ଚୟ ମତେ ସାହାଯ୍ୟ କରିବେ ବୋଲି ବିଶ୍ୱାସ କଲି। ଆଉ କାଲି ଏମିତି ମା ସହିତ ସଲୋମୀ ଆଣ୍ଟି କଥା ହଉଥିଲେ, ହେଲେ କଥା ହଉ ପଚାରିଲେ, ହେଲେ ମୁଁ କହିଲି ନାଇଁ ଏଇଟା ବାସ୍ତବରେ ପରମେଶ୍ୱରଙ୍କ ତରଫରୁ ଆସିଛି ତ ମୁଁ ମନା କରିବି ନାହିଁ, କାରଣ ବାକ୍ୟ ପରମେଶ୍ୱରଙ୍କର ହିଁ, ମୁଁ କିଛି କହିବି ନାହିଁ, କିନ୍ତୁ ସେ କେବଳ ମତେ ଗୋଟେ ସ୍ପିକର ଭଳିଆ ୟୁଜ କରିବେ, ତ ମୋ ମୁଖ ୟୁଜ କରିକି ତାଙ୍କ ବାକ୍ୟ ସେ କହିବେ। ତ ସେଥିପାଇଁ ମୁଁ ମାନେ ମନା କଲି ନାହିଁ, କିନ୍ତୁ ହଁ କଲି ଆଉ ପ୍ରାର୍ଥନା କଲି। ଷ୍ଟାର୍ଟିଂ ଟିକେ କନଫ୍ୟୁଜନ ଲାଗିଲା, କିନ୍ତୁ ପରମେଶ୍ୱର ସ୍ଥିର ଭାବରେ ଭାବିବାକୁ ମତେ ସାହାଯ୍ୟ କଲେ, ଆଉ ପବିତ୍ର ଆତ୍ମାଙ୍କ ଚାଳନାରେ ପ୍ରିପେୟାର ହେବା ପାଇଁ ବି ପ୍ରଭୁ ସାହାଯ୍ୟ କଲେ। ତ ଆସନ୍ତୁ ଗୋଟେ ପଦ ପଢିକି ଆରମ୍ଭ କରିବା। ହିତୋପଦେଶ 31:10। ଏଠି ଇଂଲିଶ ରେ ଲେଖା ହେଇଛି ହିତୋପଦେଶ 31:10, 31:10। ଗୁଣବତୀ ସ୍ତ୍ରୀ କିଏ ପାଇପାରେ, ମୁକ୍ତା ଠାରୁ ହିଁ ତାହାର ମୂଲ୍ୟ ଅଧିକ। ଗୋଟେ ଛୋଟ ପ୍ରାର୍ଥନା କରିକି ଆରମ୍ଭ କରିବା। ପରମେଶ୍ୱର ପିତା, ଏତେ ସୁନ୍ଦର ସୁଯୋଗ ଦେଲା ଆମକୁ ତୁମରି ବାକ୍ୟ ଧ୍ୟାନ କରିବା ପାଇଁ, ସେଥିପାଇଁ ଧନ୍ୟବାଦ ପ୍ରଭୁ। ମୁଁ ନୁହେଁ କିନ୍ତୁ ତୁମେ ମୋ ମୁଖ ବ୍ୟବହାର କରି ମୋ ଦ୍ୱାରା ତୁମେ କଥା ହୁଅ। ଏଇ ମିଟିଂ ରେ ଯେତେ ଜଣ ଯୋଡି ଅଛନ୍ତି ସମସ୍ତଙ୍କୁ ପରିତୃପ୍ତ କର, ଯୀଶୁଙ୍କ ନାମରେ ପ୍ରାର୍ଥନା ମାଗିଲି, ଆମେନ୍। ହେଲେ ଏଇଠି ଆମେ ଦେଖୁଛୁ ଗୁଣବତୀ ସ୍ତ୍ରୀ ବିଷୟରେ। ହେଲେ ଏଇ ଜାଗାରେ ଗୁଣବତୀ ସ୍ତ୍ରୀ ବୋଲି ଲେଖା ହେଇଛି, କିନ୍ତୁ ଏଠି ଯେଉଁ ଯେଉଁ ବାକ୍ୟ ଲେଖା ହେଇଛି ମାନେ 31:10 ରୁ 31 ପର୍ଯ୍ୟନ୍ତ କେବଳ ସ୍ତ୍ରୀ ନିମନ୍ତେ ନୁହେଁ, କିନ୍ତୁ ସେମାନେ ପିଲା ହେଇପାରନ୍ତି, ପୁରୁଷ ହେଇପାରନ୍ତି, ସ୍ତ୍ରୀ ହେଇପାରନ୍ତି, ସମାଜରେ ସବୁ ପ୍ରକାର ଲୋକମାନଙ୍କ ବିଷୟରେ ଏଠି ଲେଖା ଯାଇଛି। ସବୁ ପ୍ରକାର ଲୋକମାନେ ଏଥିରୁ ଶିଖିପାରିବେ। ପରମେଶ୍ୱର ପୁରୁଷକୁ ଘରର ମୁଖିଆ ବୋଲି ତାଙ୍କ କର୍ତ୍ତବ୍ୟ ନିଭେଇବା ପାଇଁ ବାଛି ଅଛନ୍ତି, କିନ୍ତୁ ବାସ୍ତବରେ ଘରକୁ ନିର୍ମାଣ କରିବା ପାଇଁ ଶ୍ରେଷ୍ଠତା ଦେଇଛନ୍ତି ସ୍ତ୍ରୀ ମାନଙ୍କୁ। ହେଲେ ଏଇଠି ଆମେ ଯୋଉ ଦେଖିଲୁ ଗୁଣବତୀ ସ୍ତ୍ରୀ ବିଷୟରେ, ଆମେ ମଧ୍ୟ ଗୋଟେ ଦିନ ଈଶ୍ୱରଙ୍କ ସହିତ ବିବାହ ଭୋଜରେ ଆମେ ମାନେ ଏଇ ଦୁନିଆକୁ ଛାଡିଲା ପରେ ଆମେ ମିଶିବାକୁ ଯାଉଛୁ, ପରମେଶ୍ୱରଙ୍କ ସହିତ ବିବାହ କରିବାକୁ ଯାଉଛୁ। ହେଲେ ଆମ ଭିତରେ ବି ଏଇ ଗୁଣ ସବୁ ଅଛି କି ନାହିଁ, ଆମେ ସମସ୍ତେ ଯେତେ ଜଣ ଅଛୁ, ଖାଲି ସ୍ତ୍ରୀ ଏକା ନୁହେଁ, ଯେତେ ଜଣ ଅଛୁ ସମସ୍ତେ ଆମେ ନିଜକୁ ପରୀକ୍ଷା କରିବା। ହେଲେ ପ୍ରଥମେ ଏଠି ଲେଖା ହେଇଛି 11ରେ, ତାହାର ସ୍ୱାମୀର ହୃଦୟ ତାହାଠାରେ ନିର୍ଭର କରେ, ପୁଣି ତାହାର ଲାଭର ଅଭାବ ହୁଏ ନାହିଁ। ତ ହେଲେ ଆମ ଜୀବନରେ ଆମେ ଯଦି ଦେଖିବା ତ ଆମେ କାହା ଉପରେ ନିର୍ଭର କରିପାରିବା, କିମ୍ବା ଆମେ କାହା ଉପରେ ନିର୍ଭର କରୁ? ଯଦି କାହା ଉପରେ ଆମକୁ ବିଶ୍ୱାସ ଅଛି ତେବେ ହିଁ ତାଙ୍କ ଉପରେ ଆମେ ନିର୍ଭର କରୁ। ଯଦି ଆମକୁ ତାଙ୍କ ଉପରେ ବିଶ୍ୱାସ ନଥିଲେ, ସେ ଘରର ଲୋକ ହେଲେ ମଧ୍ୟ ଆମେ ତାଙ୍କ ଉପରେ ନିର୍ଭର କରିପାରିବା ନାହିଁ। ଏଠି ଯୋଉ ଲେଖା ହେଇଛି ୟା ଅର୍ଥ କଣ କି ସେ ସ୍ତ୍ରୀ, ଗୁଣବତୀ ସ୍ତ୍ରୀ ସ୍ୱାମୀ ଗୁଣବତୀ ସ୍ତ୍ରୀକୁ ବିଶ୍ୱାସ କରିପାରୁଛି। ସେଇ ପ୍ରକାର ପରମେଶ୍ୱର ଆମକୁ ବହୁତ ଜିନିଷ ଆମକୁ ଦେଇଛନ୍ତି। ଆମେ କେବେ ବି ନିଜକୁ ନ୍ୟୁନ ଭାବିବା ନାହିଁ, କାରଣ ଥରେ ଆମେ ଯେବେ ବିଶ୍ୱାସୀ ହଉ, ପରମେଶ୍ୱର ପ୍ରଥମେ ତାଙ୍କ ପବିତ୍ର ଆତ୍ମାଙ୍କୁ ଫାର୍ଷ୍ଟ ଇନଷ୍ଟଲମେଣ୍ଟ କିମ୍ବା ଫାର୍ଷ୍ଟ ଗିଫ୍ଟ ଭଳିଆ ଦିଅନ୍ତି, ଆଉ ତା ସହିତ ଅନ୍ୟ ବହୁତ ଜିନିଷ ଆମକୁ ଦିଅନ୍ତି। ତ କଣ ପରମେଶ୍ୱର ଆମକୁ ବିଶ୍ୱାସ କରିପାରୁଅଛନ୍ତି କି? ଏଇ ଜିନିଷ ଆମେ ଯଦି ଦେଖିଲେ, ପରମେଶ୍ୱର ସମସ୍ତଙ୍କୁ ପ୍ରେମ କରନ୍ତି। ଦୁଷ୍ଟ ଲୋକ ହଉ ଭଲ ଲୋକ ହଉ, ସମସ୍ତଙ୍କ ଉପରେ ଏକା ଭଳିଆ ସୂର୍ଯ୍ୟ କିରଣ ପଡେ, ଏକା ଭଳିଆ ବର୍ଷା ହୁଏ, ଏକା ଭଳିଆ ଥଣ୍ଡା ହୁଏ, ସବୁ ଜିନିଷ ଏକା ଭଳିଆ ହୁଏ, କାରଣ ପରମେଶ୍ୱର ପକ୍ଷପାତ ନୁହନ୍ତି, କିନ୍ତୁ ପରମେଶ୍ୱର ସମସ୍ତଙ୍କୁ ଏକା ଭଳିଆ ପ୍ରେମ କରନ୍ତି। କିନ୍ତୁ ପରମେଶ୍ୱର ସମସ୍ତଙ୍କୁ ଏକା ପରିଆ ବିଶ୍ୱାସ କରନ୍ତି ନାହିଁ। ଯାହାଙ୍କୁ ସେ ବିଶ୍ୱାସ କରନ୍ତି ତାହାଙ୍କୁ ସେ ଅନେକ କାର୍ଯ୍ୟ ଦିଅନ୍ତି, ଅନେକ ରେସ୍ପନ୍ସିବିଲିଟିଜ ରିସୋର୍ସେସ ସବୁ ଜିନିଷ ସେ ଦିଅନ୍ତି। କଣ ପରମେଶ୍ୱର ଆମକୁ ବିଶ୍ୱାସ କରିପାରିଛନ୍ତି କି? ହଁ, ପରମେଶ୍ୱର ଆମକୁ ପ୍ରେମ କଲେ, ସେଥିପାଇଁ ଆମେ ଅଯୋଗ୍ୟ ଥିଲେ ମଧ୍ୟ ତାଙ୍କ ପରିତ୍ରାଣ ପାଇପାରିବେ। ସେ ତାଙ୍କର ପରିତ୍ରାଣ ଆମକୁ ଦେଖେଇଲେ। କିନ୍ତୁ ସେ ପରିତ୍ରାଣ ଆମକୁ କାହିଁକି ଦେଖେଇଲେ?
ପ୍ରେମ କରିକି ଏହେତୁ ଦେଖେଇଲେ ଯେହେତୁ ଆମେ ଚୁପଚାପ ରହିବା ନାହିଁ, କିନ୍ତୁ ସେହି ପରିତ୍ରାଣକୁ ଅନ୍ୟ କେତେ ଜଣ ସେଇ ପରିତ୍ରାଣ ପାଇନାହାନ୍ତି, ସେଇ ସମସ୍ତଙ୍କୁ ବି ସେଇ ପରିତ୍ରାଣର ବାଟ ଦେଖେଇବା ପାଇଁ ପରମେଶ୍ୱର ଆମକୁ ସେଇ କର୍ତ୍ତବ୍ୟ ଦେଇ ଅଛନ୍ତି। ଆମେ ଅଯୋଗ୍ୟ ଏଠି ପ୍ରଥମ କରନ୍ତୀୟ 1:27 ଯେ ପ୍ରକାର ଲେଖା ହେଇଛି, ଆମ ଅଯୋଗ୍ୟ ଥାଇପାରୁ, ଆମେ ମୂର୍ଖ ହେଲେ ମଧ୍ୟ ପରମେଶ୍ୱର ଆମକୁ ବାଛିଛନ୍ତି, ଯେଉଁ ଲାଗି ଆମକୁ ବ୍ୟବହାର କରି ପରମେଶ୍ୱର ତାଙ୍କ ଗୌରବକୁ ଦୁନିଆକୁ ପ୍ରକାଶିତ କରିବା ପାଇଁ ଏବଂ ଯେତେ ଜ୍ଞାନୀ ଲୋକମାନେ ବଳବାନ ଲୋକମାନେ ଅଛନ୍ତି ସେମାନଙ୍କୁ ନ୍यून କରିବା ପାଇଁ। ଯଦି ଆମକୁ ପରମେଶ୍ୱର ଏଇ ପ୍ରକାର ବାଛି ଅଛନ୍ତି ଆଉ ପରମେଶ୍ୱର ଆମକୁ ଅନ୍ଧକାରରୁ ଆଲୋକ ଆଡକୁ ଗତି କରାଇ ଅଛନ୍ତି, ତ ଆମେ କେବେ କେବେ ପ୍ରଶ୍ନ କରିପାରିବା କିନ୍ତୁ କିମ୍ବା ଆମ ଜୀବନରେ ମାନେ ପରିସ୍ଥିତି ଦେଖି ଆମକୁ ଲାଗିପାରେ ଯେ କାହିଁକି ସବୁ ଜିନିଷ ଏପଟ ସେପଟ ହଉଛି, କାହିଁକି ପରମେଶ୍ୱର ତ ଆମକୁ ବାଛି ଅଛନ୍ତି ତାଙ୍କ ଗୌରବ ନିମନ୍ତେ, କିନ୍ତୁ ମୋ ଜୀବନ ଦ୍ୱାରା କାହିଁକି ପରମେଶ୍ୱର ଗୌରବ ପାଇପାରୁନାହାନ୍ତି, କାହିଁକି ମୁଁ କେତେ ପ୍ରୟାସ କଲେ ମଧ୍ୟ, କାହିଁକି ମୁଁ କେତେ ମାନେ ଜାଗ୍ରତ ଥିବାକୁ ଚେଷ୍ଟା କଲେ ମଧ୍ୟ, କେତେ ପ୍ରୟାସ କଲେ ମଧ୍ୟ ସେଟା ବୃଥା ହେଇଯାଉଛି, କାହିଁକି ଏମିତି ଲାଗେ ଯେ ପରମେଶ୍ୱର ଆମ ପ୍ରତି ଅସନ୍ତୁଷ୍ଟ ଅଛନ୍ତି। ତ ସେଇ ଜିନିଷଟା ଯଦି ଆମେ ଦେଖିଲେ ପରମେଶ୍ୱର ହସ୍ତ ଇଏ ହିଁ ନାହିଁ, ମାନେ ପରମେଶ୍ୱର ଆମକୁ ଚାହାନ୍ତି ଯେ ଆମ ଦ୍ୱାରା ସେ ତାଙ୍କ ମହିମା ପ୍ରକାଶ କରିବା ପାଇଁ, କିନ୍ତୁ ଆମେ ହିଁ ବହୁତ ଥର ଗୋଟେ ମାନେ ଅବଷ୍ଟାକଲ ଭଳିଆ ହେଇଯାଉ। ବହୁତ ଥର ଆମେ ପରିସ୍ଥିତିକୁ ଦେଖି ଅନ୍ୟ ଉପରେ ବ୍ଲେମ କରିବା ପାଇଁ, ଅନ୍ୟ ଉପରେ ଦୋଷ ଦେବା ପାଇଁ ଚେଷ୍ଟା କରୁ, କିନ୍ତୁ ବାସ୍ତବରେ କହିବାକୁ ଗଲେ ଯଦି ଆମ ଦ୍ୱାରା ଉନ୍ନତି ହଉନାହିଁ, ଆମ ଦ୍ୱାରା ଯଦି ପରମେଶ୍ୱରଙ୍କ ମହିମା ହେଇପାରୁନାହିଁ, ତାହେଲେ ଆମେ ହିଁ ଗୋଟେ ଅବଷ୍ଟାକଲ ଅଛି। ଜେନେସିସ୍ ଆଦି ପୁସ୍ତକ 6:6-7 ଯେପରି ଲେଖା ହେଇଛି, ସେଠି ଲୋକମାନଙ୍କର ପାପକୁ ଦେଖି ପରମେଶ୍ୱରଙ୍କର ହୃଦୟ ଭାଙ୍ଗିଗଲା। ସେଠି ଓଡିଆରେ ପଢିବାକୁ ଚାହୁଁଛି, ଅତିଶୟ ଦୁଃଖ କଲେ ବୋଲି ଲେଖା ହେଇଛି ସେଠି। ଏଥି ନିମନ୍ତେ ସଦାପ୍ରଭୁ ପୃଥିବୀର ମନୁଷ୍ୟକୁ ନିର୍ମାଣ କରିବା ହେତୁରୁ ଅନୁତାପ କରି ମନରେ ଶୋକ କଲେ। କିନ୍ତୁ ଇଂଲିଶରେ ସେଟା ଲେଖା ହେଇଛି କଣ କି, ଇଟ୍ ବ୍ରୋକ୍ ହିଜ ହାର୍ଟ, it broke the heart of the Lord ବୋଲି ଲେଖା ହେଇଛି। So the Lord was sorry he had ever made them and put them on the earth, it broke his heart। ତ ଆମ ଜୀବନ ଦ୍ୱାରା ଯଦି ଆମେ ଦେଖିଲେ ଆମର ହୃଦୟ ଯଦି ଭାଙ୍ଗି ଗଲେ କିଛି ଅସୁବିଧା ନାହିଁ ଏବଂ ସେଟା ଉତ୍ତମ, କାରଣ ଆମ ପରମେଶ୍ୱର ଭଗ୍ନ ଚୂର୍ଣ୍ଣ ହୃଦୟକୁ ସେ ପସନ୍ଦ କରନ୍ତି, ସେ ଭଗ୍ନ ଚୂର୍ଣ୍ଣ ହୃଦୟକୁ ସୁସ୍ଥ କରନ୍ତି। କିନ୍ତୁ ଯଦି ଆମ ଜୀବନ ଦେଇ ଯଦି ପରମେଶ୍ୱରଙ୍କ ହୃଦୟ ଭାଙ୍ଗି ଯାଉଛି, ୟା ଆଗରେ ଗୋଟେ ଜିନିଷ ମୁଁ କହିବାକୁ ଚାହେଁ ଯେ ଯଦି ପରମେଶ୍ୱର ଆମକୁ ପ୍ରେମ କରି ଅଛନ୍ତି, ସେ ବିଶ୍ୱାସ କରିକି ଯଦି ଆମକୁ ଦେଇ ଅଛନ୍ତି କର୍ତ୍ତବ୍ୟ ତାଙ୍କ ଗୌରବ ପ୍ରକାଶ କରିବା ପାଇଁ, ତ ନିଶ୍ଚୟ ସେ ବିଶ୍ୱାସ କରିକି ଏକା ଆମକୁ ଦେଇ ଅଛନ୍ତି। ତ ଏବେ ଆମର କର୍ତ୍ତବ୍ୟ ହଉଛି ସେ ବିଶ୍ୱାସକୁ ବଞ୍ଚାଇ ରଖିବା, ମାନେ ସେ ଆମେ ଅଯୋଗ୍ୟ ଥିଲେ ମଧ୍ୟ ସେ ଆମକୁ ଯୋଗ୍ୟ କରି ଅଛନ୍ତି, ଏବେ ସେଇ ଯୋଗ୍ୟତାକୁ ବଞ୍ଚେଇ ରଖିବା ପାଇଁ ଆମେ ବିଶ୍ୱସ୍ତ ଆଚରଣ କରିବାର ଅଛି। ଯଦି ଆମେ ବିଶ୍ୱସ୍ତ ଆଚରଣ କରିବା ନାହିଁ, ତାହେଲେ ସେ କେତେ ପ୍ରୟାସ ଆମ ପାଇଁ କରି ଅଛନ୍ତି, ତା ଲାଗି ତାଙ୍କ ହୃଦୟ ଭଗ୍ନ ହବ। ଯଦି ଆମ ହୃଦୟ ଭଗ୍ନ ହେଲେ ଠିକ ହବ, କିନ୍ତୁ ଯଦି ଆମ ଜୀବନ ଦ୍ୱାରା ପରମେଶ୍ୱରଙ୍କ ହୃଦୟ ଭଗ୍ନ ହୁଏ ତ ବହୁତ ଡେଞ୍ଜରସ୍ ବିଷୟଟା। ଯଦି ଆମେ ଦେଖିବା ଗୋଟେ କୁମ୍ଭକାର ବିଷୟରେ, ଗୋଟେ କୁମ୍ଭକାର ମାଟି ଆଣେ, ମାଟି ଆଣିଲା ପରେ ମାଟି ଆଣୁ ଆଣୁ ତାକୁ ମାନେ ଗୋଟେ ପଟ ବନେଇବା ପାଇଁ, ଗୋଟେ କୁମ୍ଭ ବନେଇବା ପାଇଁ ସେ ତାଙ୍କ ମାନେ କାମଟା ଆରମ୍ଭ କରିଦେବ ନାହିଁ। ପ୍ରଥମେ ସବୁ ଯାହା ବି ଛୋଟ ଛୋଟ ପଥର ହଉ, କାଠ ହଉ, ଯାହା ବି ଅଦରକାରିଆ ଜିନିଷ ଅଛି ସେ ସବୁ ଦୂର କରିବ। ସେ ଅଦରକାରିଆ ଜିନିଷ ଦୂର ହେଲା ପରେ ସେଇ ମାଟିକୁ ପିଟିବେ, ମାଟିକୁ ପିଟିଲା ପରେ ମାନେ ଯେତେ ବାୟୁ ଅଂଶ ଅଛି ସେ ବାୟୁ ଅଂଶ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ପଳେଇଲା ପରେ ଯାଇକି ତାଙ୍କ କାମକୁ ଆରମ୍ଭ କରିହବ। ତ ଏଥିରେ ଆମେ କଣ ଜାଣିପାରୁଛୁ ଯେ ଯଦି ବାୟୁର କିଛି ଅଂଶ ରହିଯାଏ କିମ୍ବା କାଠ କିମ୍ବା ଆଉ କିଛି ଅଦରକାରିଆ ଜିନିଷ ରହିଯାଏ, ତ ସେଇ ଜିନିଷ ରହିଲା ପର୍ଯ୍ୟନ୍ତ କୁମ୍ଭକାର ଯଦି ବି ଚାହେଁ, ଯଦି ବି ଜିନିଷଟା ଅର୍ଜେଣ୍ଟ ଅଛି, ଯଦି ବି କୁମ୍ଭକାର ଚାହେଁ ତାର କାର୍ଯ୍ୟ ଆରମ୍ଭ କରିବା ପାଇଁ, ସେ କୁମ୍ଭଟା ବନେଇବା ପାଇଁ, ସେ ବନେଇ ପାରିବ ନାହିଁ। ସେଇ ପ୍ରକାର ଆମ ଜୀବନରେ ବି ଆମେ ଆମ ଭିତରେ ଯାହା ବି ଅଦରକାରିଆ ଜିନିଷ
छोट जिनस हेले बड़ जिनस हेले मध्य सेटा जेते छोट जिनस हेले मध्य से सब जदि बा आम थारे दूर हुएनी तो सेही समय रे माने जेते पर्यंत दूर हुएनी सेते पर्यंत परमेश्वर आम द्वारा कार्य करि परिबेनी। हां से परमेश्वर को ऊपर हमें विश्वास कले से हमको खोजी रक्षा कले किंतु तांको कार्य एवं तांको गौरव प्रकाश करबा निमंते टिके मात्र पाप मध्य आम थिरे थिबार नाही। तो आमे जीवन में आमे निजको परीक्षा करिबा जे जे परमेश्वर विरुद्ध रे किछि जिंस आम थिरे अछि कि कोनोसी छोट जिंस थिले मध्य परमेश्वर केते चाहुथिले मध्य परमेश्वर सब जिंस द्वारा हमको आशीर्वाद कले मध्य तांको गौरव आम जीवन द्वारा प्रकाश होबो नै। आमे जेते प्रयास कले मध्य से प्रयास रो प्रतिफल आसीबो नै। जिसाय 59 रे जे प्रकार लिखा है जिसाय 59 रो 1-2 रे परमेश्वर को हस्त छोट ही नहीं किंतु से आम पाप ही परमेश्वर को दूर करे आम से आम परमेश्वर को कृपा भिक्षा करवा जो लगी आमर जहाँ भी पाप दोष जहाँ भी थिले से जेते छोट थिले मध्य से आम जेमिति जानि परिबा एवं से सबुरु दूर हे विश्वस्त आचरण करि परिबा। ए विश्वस्तता विषय जदि आम देखिले वास्तव रे आमे भरोसा योग्य अछु कि नै ता विषय गोटे कहानी मु पढुथिले। नेपोलियन बोली जने राजा थिले सेही समय रे जने गेट कीपर जने सिक्यूरिटी गार्ड को गोटे गेट जगिया पई ताको कर्तव्य दिया जायछला ताको यह कहैथिला जे एडा राजा को ठारो आज्ञा जे जे भी आसिले मध्य ता पे गेट खोलिबु नाही सेति बोली कहिसंती। हेले सकाळु से जगिछि सकाळु जगिछि माने की आसिले मध्य मना करूछि हेले एंती समय बितिला संध्या समय रे नेपोलियन माने राजा निजे आसिले राजा से निजे से जागा को आसिले आउ गेट द्वारा जीवाकू माने चाहिले हेले गेट कीपर जानि पारलेनी राजा को चिन्हि नथिला से माने मना कर देला। हेले राजा कहले हां मु तो ई देशर राजा तो से कहिला कि तुमे राजा हेले मध्य माने इथि लिखा जे तुमे नेपोलियन हेले मध्य मते आज्ञा दिया जायछि काकू छाड़ीबार नाही गेट द्वारा सेते मु काकू छाड़ीबी नाही। तो आज्ञा के देथिले अभिषेक राजा राजा निजे ही आज्ञा देथिले किंतु अन्य द्वारा माने राजा अन्य द्वारा कहिथिले डायरेक्ट कहिनंती डायरेक्ट कहिनंती सेति पे से गेट कीपर चिनी पारलानी राजा को हेले हां हेले से राजा को मध्य से परमिशन देला ना हेले जे पाखा पाखी जते जन लोक थिले देला कोन कहले राजा को परमिशन राजा रिटर्न हां राजा रिटर्न हे गेले राजा रिटर्न हे गला पर सेठी पाखा पाखी जो लोक मान थिले से माने भाबिले ए सिक्यूरिटी गार्ड तो मार दिया जेबो काहे माने से राजा को परमिशन देलानी बोली किंतु आज्ञा विषय तो से जानि नथिल अन्य लोक माने किंतु ता नेक्स्ट दिन से गेट कीपर को गोटे प्रमोशन लेटर आसिला। हेले एई कहानी द्वारा हमें कोन जानछु जे हमकु जते छोट काम दिए हेला मध्य हमें संपूर्ण भाबरे जदि हमें विश्वस्त थिबा तो तेबे निश्चय परमेश्वर हमकु उन्नति आड़ को गति करिबे परमेश्वर हमको उच्च स्थिति रे रखिबे। आउ गोटे गोलकोंडा विषय रे जदि किए सुनी थिबे कि नै मु जानिनी किंतु गोलकोंडा फोर्ट 1687 रे से माने केते स्ट्रांग फोर्ट थिला माने केते स्ट्रांग दुर्ग थिला देश चारियाडे से दुर्ग थिला स्ट्रांग थिला किंतु गोटे गेट कीपर रो अविश्वस्तता जोगु से केते बड़वान राज्य थिले मध्य से कब्जा हे गला औरंगजेब राजा तांको कब्जा करथिले हेले आगे कुतुब शाह माने तांको माने परिपालन करूथिले हेले सेठी कोहिनूर डायमंड आउ होप डायमंड बोली दुई प्रकार रेयर डायमंड माने बहुत कम जगह रे दूसरे सही समय माने 1600 मसीहा रे भारत देश रे से गुटे जगह रे ही डायमंड गुडा थिला डायमंड रो कारोबार भी चालू थिला हेले सेही जिंस देखि औरंगजेब राजा सेही जागा को कब्जा करिया पे प्रयास करूथिले केते प्रयास कले मध्य किए सेही राज्य को जय करि पारले नाही किंतु सेही गेट कीपर जो थिले अफगानी गेट कीपर थिले ता सहित कथा हे सेही लांच को से गेट कीपर माने बाट देई देला तो से जेते कोन माने तांको प्रलोभन देथिले गेट कीपर को से प्रलोभन को जेहेतु से अनुमति देई देला तो जो राज्य रो पछ दरवाजा माने जदि किछि देश ऊपर अटैक हुए तो राजा माने बंचिबा पे राजा निज को बंचिबा पे
से पछ गेट रु बाहर जीवार चांस अछि। बाइबल रे भी जदि आमे देखिया से राजार मने पडुनी नाटा, किंतु थरे से प्रकार से माने पछ दरवाजा रु बाहर हेबा पई से चेष्टा करथिले, हेले मध्ये परमेश्वर की इच्छा थिला से कब्जा हेबा पई, सेति से कब्जा हेथिले। हेले से जो बैक डोर जो पटरु राजा माने निजको रक्षा करि परिबो, से बैक डोर रो दरवाजा खोले देला गेट कीपर टा। अन्य देश माने औरंगजेब तांकर सैन्य सहित जेबे आसला समय रे जेहेतु से लांच को से माने अनुमति देला, तो सेही अविश्वस्तता जोगु केते बलवान दुर्ग थिले मध्ये, चारियाडे बलवान दुर्ग थिला, से पहाड़ी अंचल थिला, किए भी से माने बहुत वर्ष रु चेष्टा कले मध्ये सेही राज्य को माने राज्य को कब्जा करि पार नथिले। किंतु गेट कीपर छोट अविश्वस्तता लागी से गेट कीपर काम से ठीक से करि पारलानी बोली पूरा देश ता लगी विनष्ट हेबाको पड़िला किंबा कब्जा हेबाको पड़िला। तो सेथिपाई आमे निजको परीक्षा करिवा जे हमको छोट काम देले मध्ये, हां एटा तो छोट काम, एथरो टिके हल्का नहीं गले भी किछ असुविधा नै, परे देखा हबो बोली जदि बा आमे भाबू से छोट काम रे अविश्वस्तता, से छोट अविश्वस्तता द्वारा भी शैतान हमको एवं आम चारियाडे आम ऊपर जहां जे भी निर्भर करूछन से समस्त को विनाश आनी पारे। तो ई विषय रे आमे जागृत हेबा आवश्यक। तो आउ गोटे तापरे लिखाई छी 11 में पढ़िले 12 रे भी से जीवन जाए स्वामी रो क्षति न करी मंगल करे। तो ई जिनस रे हम देखिबा जे आम द्वारा आम फैमिली पूरा माने खाली आम द्वारा आम बापा माँ हो किंबा स्त्री माने वाइफ एंड हस्बैंड हो किंबा पिला माने हो, जणे दी जण विषय नुहे, किंतु आम द्वारा पूरा फैमिली डिपेंडेंट अछन। जदि गोटे पिला हिसाब रे मु जदि भल पाठ पढ़िली नाही, आउ जदि मोर भल माने रैंक आसिला नाही किंबा भल ग्रेड आसिला नाही, तो केवल मु एका नुहे किंतु मो लागि मो बापा माँ मध्य माने तांको मुंड भी नुएबा को पड़िबो। जदि किए प्रश्न कले से समय से माने भी लज्जा सहिबा को पड़िबो। तो सेथि पय हमें केबे भी भाबिबा नाही जे आम लागि जदि आमे अविश्वस्त हेले हमर खाली क्षति हबो बोली किंबा हमर भी क्षति ही न पारे बोली, किंतु आम द्वारा हमर फैमिली पूरा भी क्षति ही पारे। सेथि पय ए विषय में जागृत हेबा एवं आम द्वारा हमर फैमिली हो हमर सोसाइटी हो समस्त को जेपरी भल हबो मंद हबो नै, एथि जे पर लिखा है जीवन जाए स्वामीर क्षति न करी मंगल करे। तो ए जिनसटा हमें सदु माने सदा बेले जागृत रहइबा जे आम लागि आम चारियाडे जते जण अछंती समस्त को मंगल हेबार अछि, सिना कोनोसी प्रकार क्षति हेबार नै। 13 पद पढ़िया सेठी हितोपदेश 31 रे एका से मेसोलोम ओ मसीना खोजी संतोष रे अपना हस्त रे कर्म करे। हमको जहां भी कर्म दिया जाए आमे संतोष रे करिवा दरकार, आउ किए कहिले ही करिवार बोली नाही। जदि आमे जानि पारुछु जे ए जगह रे ए कामर आवश्यकता अछि, ए जगह रे आमे ए जिंसटा करिवा उचित बोली, तो सही समय रे आमे सेटा खोजी को करिवार अछि। जे प्रकार लिखा अछि से मेसोलोम ओ मसीना खोजी संतोष रे अपना हस्त रे कर्म करे। तो हमको जदि कोठी जगह रे किछि लागुछि जे हां ए जगह ए प्रकार हम काम खले ठीक बोली, तो विश्वस्त भाव रे सेटा करिवार अछि। हितोपदेश 21 रे हितोपदेश 21 रो 3 रे प्रकार लिखा है जे बलिदान अपेक्षा न्याय और सुविचार सदा प्रभुंकर अधिक ग्राह्य। इंग्लिश रे लिखा है द लॉर्ड इज मोर प्लीज्ड व्हेन वी डू व्हाट इज राइट एंड जस्ट देन व्हेन वी ऑफर सैक्रिफाइसेस। माने आमे बलिदान देबा अपेक्षा जदि आमे सठिक समय सठिक काम करूछु सेटा परमेश्वर को आहुरी खुशी करिवो। तो सेति में आमे सठिक समय सठिक प्रकार काम करिवार अछि। आ जदि आमे कष्ट पड़िबा तेते ही आम पाखरे यथेष्ट आहार थिबो। ए जे प्रकार हितोपदेश 12 रे 11 लिखा है जे आपण भूमि चसे से यथेष्ट आहार पाइबो, मात्र जे असार विषय रे प्रवृत्त हुए से बुद्धिहीन। तो आमे ज्ञानवान हेबार अछि, असार विषय रे कोनोसी प्रकार आमे मन देबार नै। जो विषय हमको माने हमर रिलेटेड अछि, माने जो विषय रे आमे हमको कर्तव्य दिया जाय छी से विषय जे प्रकार आमे विश्वस्त रहिबा सेटा आमे भाबिबार अछि।
ଆଉ ଏଠି 16 ହିତୋପଦେଶ 31:16 ସେ କ୍ଷେତ୍ରର ବିଷୟ ବୁଝି ତାହା କିଣେ, ସେ ଆପଣା ହସ୍ତର ଫଳ ଦେଇ ଦ୍ରାକ୍ଷା କ୍ଷେତ୍ର ରୋପଣ କରେ। ତ ସେ ଏଠି ବ୍ୟବସାୟ ବିଷୟରେ ଲେଖା ହେଇଛି, ଇଂଲିଶରେ ସେଟା ପଢୁଛି, she goes to inspect a field and buys it, with her earnings she plants a vineyard। ମାନେ ଏଇ ଜିନିଷ ଯଦି ଆମେ ଦେଖିବା, ସେ ରିଲାକ୍ସ କରିବାକୁ ଚାହୁଁ ନାହିଁ। ଏଠି ଏଇ ମାନେ ପଦ ଅନୁସାରେ ଯଦି ଆମେ ଦେଖିବା, ତାର ହସ୍ତର ଫଳ ଅଛି, ମାନେ ଇଂଲିଶ ଯେତେବେଳେ ଲେଖା ହେଇଛି ପ୍ରଫିଟ ଅଛି, ସେ ପ୍ରଫିଟ ପାଉଛି, ସେଇ ସମୟରେ ମଧ୍ୟ ଏକ୍ସଟ୍ରା କାମ ପାଇଁ ସେ ମନୋଯୋଗ ହଉଛି। ସେ ରିଲାକ୍ସ କରିବା ପାଇଁ ଚାହୁଁ ନାହିଁ, ସେ ଆହୁରି ବୃଦ୍ଧି କରିବା ପାଇଁ ଚାହୁଁଅଛି। ଏଇ ଜିନିଷଟା ପରମେଶ୍ୱର ଆମ ମନରେ ଚାହାନ୍ତି। ଆମେ ଯୋଉ ବି କାମ କରୁଛୁ, ସେଇ କାମରେ ସନ୍ତୁଷ୍ଟ ରହିଗଲେ ଆମେ ସେଇ କାମରେ ରହିଯିବା ଜୀବନ ସାରା, ତା ଲାଗି ପରମେଶ୍ୱରଙ୍କ ମହିମା ହବ ନାହିଁ। କିନ୍ତୁ ଆମେ ଯୋଉ କାମ କରୁଛୁ, ସେଇ କାମରେ ଆହୁରି ହାୟର ଲେଭେଲକୁ ଯିବା ପାଇଁ, ଆହୁରି ଏକ୍ସଟ୍ରା ଜିନିଷକୁ ପାଇବା ପାଇଁ, ମାନେ ଲୋଭ କରି ନାହିଁ କିନ୍ତୁ କଷ୍ଟ କରି ଏକ୍ସଟ୍ରା ଜିନିଷକୁ ପାଇବା ପାଇଁ ଆମେ ମାନେ ଆମର ତତ୍ଵ ଥିବାର ଅଛି, ଆମର ଆଟିଟ୍ୟୁଡ ସେଇ ପ୍ରକାର ଥିବାର ଅଛି। ମାନେ ଆମେ ଯାହା ବି କାମ ଦିଆଯାଉଛି ସେଟା ବିଶ୍ୱସ୍ତ ଭାବରେ କରିବାର ଅଛି, ସେଟାକୁ କେବେ ବି ଆମେ ହାତ ଛଡା କରିବାର ନାହିଁ, ଖେଳା କରିବାର ନାହିଁ। କିନ୍ତୁ ତା ସହିତ ଆମେ ଏକ୍ସଟ୍ରା କରି ଆହୁରି ଉନ୍ନତି ସ୍ଥିତିକୁ ଯିବା ପାଇଁ ଆମର ଆଟିଟ୍ୟୁଡ ଥିଲେ, ସେଇ ଆଟିଟ୍ୟୁଡକୁ ଦେଖି ପରମେଶ୍ୱର ଆମକୁ ଆଶୀର୍ବାଦ କରିବେ। ଆଉ ଏଠି ଆଉ ଗୋଟେ ଜିନିଷ ବି ଲେଖା ହେଇଛି, ଆମେ ଉନ୍ନତି କରିବାର ଆଟିଟ୍ୟୁଡ ରଖିବା ହିଁ ନୁହେଁ, କିନ୍ତୁ ଆମେ ଯୋଉ ମାନେ ଉନ୍ନତି କରିବା ପାଇଁ ଚେଷ୍ଟା କରୁଅଛୁ, ଆମେ ଯୋଉ ବାଟରେ ଯାଉଅଛୁ, କଣ ସେଟା ଠିକ ରାସ୍ତା କି ନାହିଁ, ଆମେ ଯୋଉ କାମ ପାଇବା ପାଇଁ କିମ୍ବା ଯୋଉ ଏକ୍ସଟ୍ରା କାମ କରିବା ପାଇଁ ଚାହୁଁଅଛୁ, ସେଟା ବାସ୍ତବରେ ଆମ ପାଇଁ ସଠିକ ଅଟେ କିମ୍ବା ଆମ ପାଇଁ କ୍ଷତିଦାୟକ, ସେଇ ଜିନିଷଟା ବି ଦେଖିବାର ଅଛି। ତାପରେ 18 ପଦରେ ଯଦି ଆମେ ଦେଖିବା, ଆପଣା ବ୍ୟାପାର ଯେ ଲାଭଜନକ ଏହା ସେ ବୁଝଇ। ଆମେ ଯାହା ବି କାମ କରୁଛୁ ଆଉ ଯାହା ବି କରିବା ପାଇଁ ଆମେ ଚେଷ୍ଟା କରୁଅଛୁ, ସେଟା କଣ ଆମ ପାଇଁ ଲାଭଜନକ, ସେଟା ବାସ୍ତବରେ କଣ ପରମେଶ୍ୱରଙ୍କୁ ମହିମା ଦିଏ, ଏଇ ସବୁ ଜିନିଷ ବି ଆମେ ବୁଝିବା ବହୁତ ଇମ୍ପୋର୍ଟାଣ୍ଟ। ପୁଣି ରାତ୍ରି କାଳରେ ତାହାର ପ୍ରଦୀପ ନିଭିଯାଏ ନାହିଁ। ତ ଆମେ କେବେ ମଧ୍ୟ ରିଲାକ୍ସ କରିବା ପାଇଁ ଆମେ ଯଦି ଚାହିଁବା, ହଁ ଆମେ ଯେହେତୁ ମଣିଷ, ତ ସଠିକ ସମୟରେ ସଠିକ ପ୍ରକାର ଶୋଇବାର ଅଛି, ସଠିକ ପ୍ରକାର ରିଲାକ୍ସ କରିବାର ଅଛି। କାରଣ ପରମେଶ୍ୱର ଆମକୁ କର୍ତ୍ତବ୍ୟ ଦେଇ ଅଛନ୍ତି ଆମର ଶରୀର ବି ଜାଗ୍ରତ ନେବା ପାଇଁ। ଯଦି ଆମର ଶରୀର ବିଷୟରେ ଯଦି ଆମେ ଅଜାଗ୍ରତ ହେବା, ତ ପରମେଶ୍ୱର ତା ପାଇଁ ଦଣ୍ଡ ଦେବେ। କିନ୍ତୁ ଯଦି ଆମେ ଅଳସୁଆ ହେବା ପାଇଁ ଚାହିଁବା, ତ ଆମେ ଉନ୍ନତି କରିପାରିବା ନାହିଁ। ଆଉ ଗୋଟେ ଜିନିଷ ଦେଖିବା 22 ପଦରେ, 31:22ରେ, ସେ ଆପଣା ନିମନ୍ତେ ଚିତ୍ର ବିଚିତ୍ର ଆଚ୍ଛାଦନ ବସ୍ତ୍ର ପ୍ରସ୍ତୁତ କରେ, ପୁଣି ସେ ଶୁଭ୍ର ଖୌମ ବସ୍ତ୍ର ଓ ଧୂମ୍ର ବସ୍ତ୍ର ପିନ୍ଧେ। ତ ଏଇଠି ଇଂଲିଶରେ କଣ ଲେଖା ହେଇଛି, she makes her own bedspreads, ମାନେ ତାର ନିଜ ପାଇଁ କରେ, ତାର ନିଜର କରେ। ତ ଏଇଠି ଯଦି ଇଂଲିଶରେ ଯଦି ଆମେ ଦେଖିବା, ମୌଳିକତାର କଥା ଆସେ, ମାନେ ଅରିଜିନାଲିଟି। ତ ଏଇଠି ଶିଖିବାର ବିଷୟ ଏଟା ହଉଛି ଯେ ଆମେ ଯାହା ବି କରୁ ଆମେ ଅରିଜିନାଲ ଥିବାର ଅଛି। ଅନ୍ୟ ମାନଙ୍କର ଯଦି ଆମେ କପି ପେଷ୍ଟ କରିବା, ତ ବେଶୀ ଦିନ ଆମେ ଟିକି ପାରିବା ନାହିଁ। ଆମେ ଯାହା ବି କାମ କଲେ ସେଥିରେ ସ୍ଥିରତା ରହିବ ନାହିଁ, କାରଣ ସେଟା ତାର ମୌଳିକତା ନାହିଁ। ପରମେଶ୍ୱରଙ୍କ ସୃଷ୍ଟି ମଧ୍ୟରେ ବି ଆମେ ଏଇ ମୌଳିକତାକୁ ଦେଖିପାରିବା। ଏଇ ଜିନିଷଟା ମୁଁ ଭାବି ପାରିଲାନି, କିନ୍ତୁ ଏମିତି ବାକ୍ୟ ଧ୍ୟାନ କରୁଥିଲା ସମୟରେ ପରମେଶ୍ୱର ମତେ ମନେ ପକେଇଲେ। ବହୁତ ଦିନ ଆଗରେ ମୁଁ ପଢିଥିଲି, ଏମିତି ସାଇନ୍ସରେ ଆମେ ମାନେ କ୍ଲାସରେ ପଢିଥିଲି ସ୍କୁଲରେ ଥିଲା ସମୟରେ, ଯେ କ୍ଲୋନିଂ ମାନେ ଜଣଙ୍କର ନକଲ କରିବା, ମାନେ ଜଣେ ଜୀବିତ ପ୍ରାଣୀର ଏକ୍ସାକ୍ଟ କପି ପେଷ୍ଟ ତିଆରି କରିବା ପାଇଁ ସାଇଣ୍ଟିଷ୍ଟ ମାନେ ଚେଷ୍ଟା କରୁଥିଲେ। ହେଲେ ଗୋଟେ ମେଣ୍ଢା ଛୁଆର ସେଇ ପ୍ରକାର ସେ କରିଥିଲେ, ମେଣ୍ଢା ଛୁଆର କପି ପେଷ୍ଟଟା କରିଥିଲେ, ମାନେ ମେଣ୍ଢା ଛୁଆର ସବୁ ପ୍ରକାର ଜିନ୍ ଜେନେଟିକ୍ସ ସହିତ ସବୁ ଜିନ୍ ଡିଏନଏ ସହିତ ପୁରା ଏକା ଭଳିଆ ଥିବ, କପି ପେଷ୍ଟ ଭଳିଆ ତିଆରି କଲେ, ଆଉ ସେ ବଞ୍ଚିଲା, ସକ୍ସେସଫୁଲ ହେଲା, କିନ୍ତୁ ବହୁତ କମ ଦିନ ପାଇଁ, ବହୁତ ଶୀଘ୍ର ସେ ରୋଗିଣା ହେଇକି ମରିଗଲା, ସେ ଯୋଉ କପି ପେଷ୍ଟ କରିଥିଲେ। ତ ଏଇ ଜିନିଷ ଆମେ ଜାଣିପାରିବା ଯେ ୟୁନିକ୍ ଥିଲା ସମୟରେ ହିଁ ଆମେ ବଞ୍ଚି ପାରିବା। ପରମେଶ୍ୱରଙ୍କ ସୃଷ୍ଟି ବି ଏତେ ୟୁନିକ୍, ସମସ୍ତଙ୍କର ଅଲଗା ଅଲଗା ଡିଏନଏ, ସମସ୍ତଙ୍କର କାହାର ବି ଫେସ୍ ବି ବହୁତ କମ ମ୍ୟାଚ୍ ହୁଏ, ଫେସ୍ ହଉ ମାନେ ସବୁ ପ୍ରକାର କ୍ୟାରେକ୍ଟରିଷ୍ଟିକ ବିଷୟରେ ବି। ଆଉ ବାୟୋଲୋଜିରେ ବି ଯଦି କିଏ ଜାଣିଥିବେ ଯେ ଯଦି ଗୋଟେ ପ୍ରକାର ଜିନ୍ ର ବଂଶ ଥିବ,
ମାନେ ସେଟା ମଣିଷ ମାନଙ୍କ ବିଷୟରେ ଏକ୍ଜାକ୍ଟଲି ଷ୍ଟଡି ନ କରାଯାଇନି, କିନ୍ତୁ ପଶୁ ମାନଙ୍କ ବିଷୟରେ ଷ୍ଟଡି କରାଯାଇଛି ଯେ ଗୋଟେ ପ୍ରକାର କ୍ୟାରେକ୍ଟରିଷ୍ଟିକ ଥିବା ବଂଶ, ମାନେ ଗୋଟେ ପ୍ରକାର କୁକୁର ଥିବ, ସେଇ ଗୋଟେ ପ୍ରକାର କୁକୁର ଯଦି ବହୁତ ମାନେ ଗୋଟେ ଜାଗାରେ ଥିବେ ତ ସେଇ ସମସ୍ତେ ମରିଯିବାର ବହୁତ ଚାନ୍ସେସ୍ ଅଛି, ମାନେ ଜଲ୍ଦି ବିନଷ୍ଟ ହେବାର ଚାନ୍ସେସ୍ ଅଛି। କିନ୍ତୁ ଅଲଗା ଅଲଗା ପ୍ରକାର କୁକୁର ମାନେ ଯଦି ଏକାଠି ହେଇ ଗୋଟେ ଜାଗାରେ ଅଛନ୍ତି, ସେମାନେ ବହୁତ ଦିନ ବଞ୍ଚିବାର ଇଏ ଅଛି, ମାନେ ସେ କ୍ଲାଇମେଟ ଆଉ ଏନଭାୟରମେଣ୍ଟ କଣ୍ଡିସନ୍ସ ଅନୁସାରେ ସେ ଜିନିଷଟା ଷ୍ଟଡି କରାଯାଇଛି ଯେ ଏକ ପ୍ରକାର ବଂଶର ଯଦି କୋଉଠି ମାନେ ପପୁଲେସନ ଥିଲେ, ସେଟା ଯେତେ ବେଶୀ ପପୁଲେସନ ଥିଲେ ମଧ୍ୟ ଜଲ୍ଦି ସେଟା କ୍ଷୀଣ ହେଇଯିବ। କିନ୍ତୁ ଯଦି ଅଲଗା ଅଲଗା ପ୍ରକାର ଥିଲେ ତ ସେଥିରେ ପରମେଶ୍ୱରଙ୍କ କେତେ ମାନେ ତାଙ୍କ ଜ୍ଞାନରେ ସେ ଆମକୁ ସୃଷ୍ଟି କରିଛନ୍ତି, ସମସ୍ତଙ୍କୁ ୟୁନିକ୍ ପ୍ରକାର ସୃଷ୍ଟି କରିଛନ୍ତି। ସେଥିପାଇଁ ବହୁତ ପ୍ରାଣୀ ମାନେ ଏବେ ପର୍ଯ୍ୟନ୍ତ ମଧ୍ୟ ବଞ୍ଚି ଅଛନ୍ତି। ସେଥିପାଇଁ ମୌଳିକତା ଥିଲେ ଆମେ ବହୁତ ଦିନ ପର୍ଯ୍ୟନ୍ତ ଟିକି ପାରିବା। କିନ୍ତୁ ଯଦି ଆମେ କପି ପେଷ୍ଟ କଲେ କିମ୍ବା ମାନେ ଆମେ ଋଣ ନେବାକୁ ଚେଷ୍ଟା କଲେ, ଆମେ ସର୍ବଦା ସେବକ ହିଁ ରହିବା। ଯେ ପ୍ରକାର ହିତୋପଦେଶ 22:7 ଲେଖା ହେଇଛି, ଧନବାନ ଦରିଦ୍ର ଉପରେ କର୍ତ୍ତୃତ୍ୱ କରଇ ପୁଣି ଋଣୀ ମହାଜନର ଦାସ ହୁଏ। ତ ଆମେ କେବେ ମଧ୍ୟ ଦାସ ହେବା ପାଇଁ ଚେଷ୍ଟା କରିବା ନାହିଁ, ନିଜକୁ ଆମେ ନମ୍ର କରିବାର ଅଛି, କିନ୍ତୁ କୌଣସି ପ୍ରକାର କାହାର ଦାସତ୍ୱ ହେଇ ରହିବା ପାଇଁ କିନ୍ତୁ ଆମେ ଚେଷ୍ଟା କରିବାନି। ପରମେଶ୍ୱରଙ୍କ ପାଇଁ ମାନେ ଯେ ପ୍ରକାର ବିଲିଗ୍ରାହମ ବୋଧେ କହିଥିଲେ, ହେଲେ ବିଲିଗ୍ରାମ ସେବକ କହିଥିଲେ ଯେ attempt great things to God and expect great things from God and attempt great things to God। विलियम केरी କହିଥିଲେ, ବିଲିଗ୍ରାମ ନାହିଁ, ହେଲେ विलियम केरी ସେଇ ଜିନିଷଟା କହିଥିଲେ। ତ ସେଥିପାଇଁ ଆମେ ପରମେଶ୍ୱର ପାଇଁ ଉନ୍ନତ ବିଷୟ ଭାବିବାର ଅଛି ଆଉ ପରମେଶ୍ୱରଙ୍କ ନିମନ୍ତେ ଉନ୍ନତ କାର୍ଯ୍ୟ ସାଧନ କରିବାର ଅଛି। ଆଉ 26 ହିତୋପଦେଶ 31:26 ଆମେ ଦେଖୁ, ସେ ଜ୍ଞାନରେ ଆପଣ ମୁଖ ଫିଟାଏ, ତାହାର ଜିହ୍ୱାରେ ଦୟାର ବ୍ୟବସ୍ଥା ଥାଏ। ତ ଏଇଟା ଆମେ ଯଦି କମ୍ପେୟାର କରିବା ଜ୍ଞାନ ସହିତ, ବାସ୍ତବରେ ଯଦି ଏଠି ଦେଖିଲେ ଯୋଉ ଗୁଣବତୀ ସ୍ତ୍ରୀ ବିଷୟରେ ଯେତିକି ଆମେ ପଢିଲା ଆଉ ଯେତିକି ଲେଖା ହେଇଛି ଏଠି, ଏ ସବୁ ଜ୍ଞାନ ସହିତ ମାନେ ରିଲେଟ କରିହବ। ଆଉ ହିତୋପଦେଶରେ ଯଦି ଆମେ ଦେଖିବା ଷ୍ଟାର୍ଟିଂ ରୁ ବି ବୁଦ୍ଧିକୁ ଆଉ ମୂର୍ଖତାକୁ ଦୁଇଟା ସ୍ତ୍ରୀ ଭଳିଆ ମାନେ କମ୍ପେୟାର କରାଯାଇଛି। ଏଠି ପ୍ରୋଭର୍ବସ ରେ ମାନେ ହିତୋପଦେଶ 8 ଓ 9 ରେ ବି ବୁଦ୍ଧି ହଉ ମାନେ ବୁଦ୍ଧି ଡାକ ପକାଉଛି ଏଣ୍ଟ୍ରାନ୍ସ ରେ ଛିଡା ହେଇକି, ଗେଟ୍ସ ରେ ମାନେ ସହରର ଏଣ୍ଟ୍ରାନ୍ସ ରେ ଛିଡା ହେଇକି, ଆଉ କ୍ରସ ରୋଡ୍ସ ରେ ବି ମାନେ ଜଂକ୍ସନ ଜାଗାରେ ବି ଛିଡା ହେଇକି ସେ ଡାକ ପକାଉଛି, ଆସ ନିଜର ବୁଦ୍ଧିହୀନତାକୁ ଦୂର କରି ବୁଦ୍ଧିମାନ ହୁଅ, ମୁଁ ଯୋଉ ତିଆରି କରିଥିବା ଖାଦ୍ୟକୁ ଖାଇ ତୁମେ ବୁଦ୍ଧିମାନ ହୁଅ ବୋଲି। କିନ୍ତୁ ବୁଦ୍ଧିହୀନ ସ୍ତ୍ରୀ କଣ କହୁଛି, ମାନେ ପ୍ରଲୋଭନ ଦେଖାଉଛି, ପ୍ରଲୋଭନ ଦେଖେଇ ପୁରୁଷ ମାନଙ୍କୁ ବିନାଶ ଆଡକୁ ଗତି କରାଉଛି। ତ ଯଦି ବାସ୍ତବରେ ଆମଠାରେ ବୁଦ୍ଧି ଅଛି ତ ଆମ ମୁଖ ଦୟାରେ ପରିପୂର୍ଣ୍ଣ ଥିବ, ଆମର ଜିହ୍ୱାରେ ଦୟାର ବ୍ୟବସ୍ଥା ଥିବ। ଏଇଠି ହିତୋପଦେଶ 8:8 ରେ ବି ଯେ ପ୍ରକାର ଲେଖା ହେଇଛି, ମୋ ମୁଖର ସମସ୍ତ କଥା ଧର୍ମମୟ, ତହିଁ ମଧ୍ୟରେ ବକ୍ର କି କୁଟିଳ କିଛି ନାହିଁ। ଯଦି ଆମେ ବାସ୍ତବରେ ଗୁଣବତୀ ସ୍ତ୍ରୀ ଭଳିଆ ହେବାର ଅଛି ତ ଆମ ମୁଖରେ ବକ୍ର କିମ୍ବା କୁଟିଳ ଜିନିଷ କିଛି ଥିବାର ନାହିଁ। ଆମେ ଯୋଉ ସବୁ ପରିସ୍ଥିତିରେ ଷ୍ଟ୍ରେଟ ଫରୱାର୍ଡ ଥିବାର ଅଛି, ଆମ ମୁଖର କଥାରେ ଧର୍ମମୟ ଥିବାର ଅଛି ଆଉ ଦୟାର ବ୍ୟବସ୍ଥା ଥିବାର ଅଛି। ଯାହା ବି ଆମେ କଥା ହଉଛୁ, ବାସ୍ତବରେ ଯଦି ଆମେ ଦେଖିବା ଏଠି ହିତୋପଦେଶ ଆଉ ଗୋଟେ ଜାଗାରେ ବି ଲେଖା ହେଇଛି, ଯଦି ଦୟାରେ ଆମେ କଥା ହେବା ତାହେଲେ ହାଡ ଭଳିଆ ଟାଣ ଥିବା ହୃଦୟ ମଧ୍ୟ ଭଗ୍ନ ହବ। ହେଲେ ଆମ ମନରେ ଯଦି ଦୟା ଅଛି, ଆମ କଥାରେ ଯଦି ଦୟା ଅଛି, ତେବେ ଆମେ ଯେତେ ବଡ ଲୋକମାନେ ହେଲେ ମଧ୍ୟ, ଯେତେ କଠିନ ଲୋକ ହେଲେ ମଧ୍ୟ ଆମେ କନଭିନ୍ସ କରିପାରିବା। ଏଠି ଆମେ ଯଦି ପରମେଶ୍ୱରଙ୍କ କର୍ତ୍ତବ୍ୟ ବିଷୟରେ ଆମେ ଦେଖିବା ଯେ ପରମେଶ୍ୱର ଆମକୁ କଣ କର୍ତ୍ତବ୍ୟ ଦେଇଅଛନ୍ତି, ତାଙ୍କ ଆଲୋକକୁ, ତାଙ୍କ ସତ୍ୟତାକୁ ଦୁନିଆକୁ ପ୍ରକାଶିତ କରିବା ପାଇଁ। ଯଦି ଆମେ ତାଙ୍କ ସତ୍ୟତାକୁ ଦୁନିଆକୁ ପ୍ରକାଶିତ କରିବାର ଅଛି, ମାନେ
आम मुखरे दया थिबार अछि आजिकाली लोक माने समस्ते प्रूफ खोजंती जेते जन जो भी जिंस गुटे जिंस को ग्रहण करियार अछि माने तार वैलिडिटी को हम चेक करू किछि भी जिंस हम जदी मार्केट रे किनु तार एक्सपायरी डेट हे जाय छि कि हमें से जिंसटा चेक करू से प्रकार हमें जहां भी कथा कहू से साधारण भाव रे आजिकाली दुनिया रे लोक माने विश्वास करि पारे समस्ते प्रूफ खोजिबे प्रूफ खोजला समय मध्ये जदि हमें प्रूफ देला समय मध्ये जदि हमें तांको सहित माने विवाद रे आसीबा तो सही समय रे हम कहिबा कथा गुडा एक्सेप्ट हे परिबानी जहां भी हम कहूछु जदि हमें दया रे कहि परिबानी तो सही समय रे हम कथा गुडा भी एक्सेप्ट हेबो नाही गुटे जागा रे बोथे पाउल कहउथिले जे सदा बेले हमर विश्वास को प्रकाशित करिया पे जे जदि हमको पचारंती तुमर विश्वास रे आधार कोन तो सही समय रे हमें नम्र सहकारे निजर विश्वास को हमें प्रकाश करिवार अछि तो सेथि पे नम्रता अति आवश्यक आउ दयार व्यवस्था जीवारे थिबा अति आवश्यक आउ 27 रे भी हम जे प्रकार आगे भी देखुतिले से प्रकार से अलसु होवे नै से आपणा परिवार रो आचरण रे मनोजग करे पुणी आलस्य आहार खाए नाही तो एठी दुईटा जिंस देखिया दुईटा नै एठी गुटे जिंस अछि जे से केवल ता विषय नुहे ता परिवार रो विषय पूरा ध्यान दिए से परिवार रो आचरण रे मनोजग करे आ आलस्य रो आहार खाए नाही बहुत थर केते जण निज विषय भाबंते एटा केवल हमें फैमिली विषय भाबिबा नाही किछि हमें किछि काम करूछु स्पेशली माने जॉब करबा लोक माने भी जॉब कला जगह रे भी बहुत जण निज स्वार्थ देखन जदि हमें निज स्वार्थ देखिबा तो आमे मध्य भल ही परिबा नै किंतु एठी जे प्रकार लेखा अछि परिवार रा आचरण रे मनोजग करे से प्रकार हमको जो टीम सहित हमको कार्य करिया पे दिया जाय छी से समस्तक प्रति हमर कंसर्न थिबार अछि जदि किए किछि गुडे काम करिया पे माने इच्छुक थिले मध्य कार्य करि पार नै आमे तांको प्रति जदि दया देखै परिबा नै गुटे टीम रे आमे जेबे काम करूछु जदि किछि काम दिया जाय छी मिसिकी करिया पे सेही समय समस्त मिसिकी जदि काम करि परिबा नै जदि किए जणे किछि कोनोसी लागि माने कोनोसी कारण लागि दुर्बल अछि तो सही समय रे आमे तांको प्रति दया देखैबार अछि एठी गुटे जिंस एठी गुटे कहानी मने पडला जे थरे गुटे जागा रे प्लांटेशन पे माने गछ लगेवा पे तीनटा लोक माननकु अपॉइंट करा जायतिला गुटे जागा रे गछ सब ये करिया पे हेले जणे खोदिबो माने खोदिबो हळ नै किरी आउ जणे प्लांट माने गछ लगेबो गछ माने गछ ने छोट छोट प्लांट लगेबो आउ आउ जणे से माटी को ढांकीबो गछ जे प्रेस स्थिर थिबो पाए हेले तीन जण को तीनटा काम दिया हेछि आउ सेठी से माने काम करसंते गुटे दिन भल से जाईछि द्वितीय दिन कोन हैला गछ लगेबा व्यक्ति आसिलानी कोन माने तार देह असुस्थ थिला जणा नै तो से आसिलानी हेले एमाने कोन जणे हळ जे हळ सहित जे माने खोदिबार थिला से खोदी खोदी पळे जाउछि आउ जे माटी ढांकीबार थिला से माटी ढांकी ढांकी पळे जाउछि हेले दूरରୁ जणे लोक देखि आसिला एंती कोन करछो बोली पचारले तू तो हळ खोदुछ खोदुलु आउ तापरे आउ जणे आसिकी से ढांकी दउछि एंती कोन पय करछो काहे की एनर्जी वेस्ट करछो बोली तो सही समय से कहला आज्ञा एठी माने गछ लगेबार थिला हेले तीन जण को तीनटा काम दिया जायछला मु हळ सहित खोदुछि आउ जण से माटी को ढांकुछि किंतु ता मध्ये रे माने गछ लगेबार अछि आज गछ लगेबार लोकर ज्वर हे गला तो से आसिलानी तो हम काम करी चलु मु जानि ए माने समस्त बुझी परले कि नै किंतु ए जिंस रे माने कहिबा कथा कोन कि जदि आमे हमको ए काम दिया जाय छी बोली जे प्रकार विश्वस्त बोली देखाय छै ना आमे जदि हम काम विषय रे सेते माने अवहेला करिया विश्वस्त भाबे कि तो ता लागि प्रभु को ना निंदा हो तो आमे एक आरेंकम पय वेट करिया अछि बहुत जिंस थाए माने फैमिली रे भी एक आरेंकम पय वेट करिया पड़े आ सेति के कारण बेसिकली जदि हम देखिले जॉब विषय रे हो किंबा अलगा काम विषय रे हो समस्तक सहित जीवा बहुत इंपोर्टेंट समस्तक आचरण रे मनोजग करिवा इंपोर्टेंट माने आमे तांको काम करिवा नै माने तांको प्रति हम ध्यान मध्ये थिबार अछि जे से काम करूछंती कि नै काहे कि गुटे माने गुटे जिंस तयारी हेबार अछि माने बहुत जिंस ताके लागि जाय गुटे छोट टेबल तयारी हेबार अछि माने
ଖାଲି କାଠ ହେଲେ ଯଥେଷ୍ଟ ନାହିଁ, କାଠ ଥିବାର ଅଛି, ତା ସହିତ ସ୍କ୍ରୁ ଗୁଡା ବି ଥିବାର ଅଛି। ଯଦି ସବୁ ଜାଗାରେ ଠିକ ସେ ଲାଗି ରହିବ ନାହିଁ, ଆଉ କିଛି ଗୋଟେ ମାନେ ଚେୟାର ଟେବୁଲ ରେ ନଟ୍ ଆଉ ବୋଲ୍ଟ ଥିବ, ଦୁଇଟା ଥିବ, ମାନେ ସ୍କ୍ରୁ ଥିବ ତାକୁ ଧରିକି ରଖିବା ପାଇଁ, ଆଉ ଗୋଟେ ରିଙ୍ଗ ବି ଥିବ। ଯଦି ସେ ରିଙ୍ଗ ବି ହେଳା କରିବ ତାହେଲେ ଅସୁବିଧା ହବ। ସେଇଟା ବି ଗୋଟେ ପାଖରେ ପଢୁଥିଲେ, ଗୋଟେ ଛୋଟ କାହାଣୀ ଭଳିଆ ଥିଲା, ମଜାକ ଜିନିଷଟା, ଯେ ଥରେ ସେ ଗୋଟେ ରିଙ୍ଗ ଟା କଣ ଭାବିଲା ଯେ ମୁଁ ଖାଲି ଏମିତି ଲାଗିକି ରହୁଛି, ଏଇଠି ଲାଗି ରହିଲେ ମୋ କଣ କାମ ହବ, ଆଜି ଗୋଟେ ଦିନ ଟିକେ ଅବହେଳା କରିଦେବି ବୋଲି ସେ ଖସି ପଡିଲା। ସ୍କ୍ରୁ ଲାଗିଥିଲା, ସ୍କ୍ରୁ ଖସି ପଡିଲା, ହେଲେ ସ୍କ୍ରୁ ତ ଲାଗିଛି ଚେୟାରକୁ। କିନ୍ତୁ ସେଇଦିନ ସନ୍ଧ୍ୟା ସେଇ ଘରକୁ ଗେଷ୍ଟ ଆସିଲେ, ସେ ଗେଷ୍ଟ ସେଇ ଚେୟାର ଉପରେ ବସିଲେ, ଏଇଠି ତ ବୋଲ୍ଟ ତ ଖସି ଯାଇଛି, ଆଉ ସେ ସ୍କ୍ରୁ ପୁରା ଧରି ରଖିପାରିବ କି? ରଖିପାରିବନି। ସେ ଚେୟାର ଟା ଖସିଗଲା, ଆଉ ସେ ଗେଷ୍ଟ ଟା ପଡିକି ତାଙ୍କ ଟିକେ ମାଡ଼ ହେଲା। ତ ମାଡ଼ ହେବ ନୁହେଁ, ସେ ରିଙ୍ଗ ଉପରେ ମଧ୍ୟ ସେ ଚେୟାର ଟା ପଡିଲା। ତ ତେବେ ସେ ରିଙ୍ଗ ଟା ଭାବିଲା, ଓହୋ ମୁଁ ବହୁତ ଭୁଲ କରିଦେଲି, ଆଜି ଗୋଟେ ଦିନ ଟିକେ ଅବହେଳା କରିଦେବି ବୋଲି ଭାବିଲି, କିନ୍ତୁ ବହୁତ ନଷ୍ଟ ହେଲା। ଆଉ ଥରେ ସେ ଘରର ଗୃହକର୍ତ୍ତା ଆସିକି ଦେଖିଲା କି ରିଙ୍ଗ ଖସି ଯାଇଛି, ତ ରିଙ୍ଗ କୁ ସ୍କ୍ରୁ ଡ୍ରାଇଭର ନାହିଁ, ସେ ଯୋଉ ମାନେ ପ୍ଲାୟର ସହିତ ଟିକେ ଟାଇଟ୍ କରିଦେଲା, ଲଗେଇକି ଟାଇଟ୍ କରିଦେଲା ପରେ ଆଉ ଥରେ ସେଇ ଚେୟାର ଟା ତା କାମ କରିପାରିଲା। ସେଇ ଚେୟାରରେ ଅନ୍ୟ ସ୍କ୍ରୁ ବି ଅଛି, ଅନ୍ୟ ରିଙ୍ଗ ଗୁଡା ବି ଅଛି, କିନ୍ତୁ ଏଇ ରିଙ୍ଗ ର ବି ବହୁତ ଇମ୍ପୋର୍ଟାନ୍ସ ଅଛି। ଯଦି ଏଇ ରିଙ୍ଗ ଗୋଟେ ଖସିଗଲା ବୋଲି ସେ ଚେୟାର ଟା ମାନେ ତାର କାମଟା ସେ ଭଲସେ କରିପାରିଲାନି। ସେଥିପାଇଁ ଆମକୁ ଛୋଟରୁ ଛୋଟ କାମ ଦିଆଗଲେ ମଧ୍ୟ, ଏଠି ଆମେ ଷ୍ଟାର୍ଟିଂରେ ଯେମିତି ଦେଖିଥିଲେ, ଆମେ ସେଇ ଛୋଟ କାମରେ ବି ଯଦି ବିଶ୍ୱସ୍ତ ରହିବା ନାହିଁ, ମାନେ ଏଇ ଜିନିଷରେ ବି ମୁଁ ବାସ୍ତବରେ ସେତେ ମତେ ଆଇଡିଆ ନଥିଲା, କିନ୍ତୁ ଧୀରେ ଧୀରେ ଏମିତି ଇଞ୍ଜିନିୟରିଂ ପାଠ ପଢିଲା ସମୟରେ ଛୋଟ ଛୋଟ ଜିନିଷର ବି ବହୁତ ଇମ୍ପୋର୍ଟାନ୍ସ ଥାଏ। ଗୋଟେ ଛୋଟ କେମିକାଲ ଯଦି ସଠିକ ମାତ୍ରାରେ ୟୁଜ ହବ ନାହିଁ, କେମିଷ୍ଟ୍ରିରେ ଯଦି ଦେଖିବା, ଗୋଟେ ସଠିକ ମାତ୍ରାରେ ନ ରହି ଗୋଟେ 2-3 ଡ୍ରପ ଏକ୍ସଟ୍ରା ହେଲେ ମଧ୍ୟ କେବେ କେବେ ସେ ମାନେ ବ୍ୟବହାରକୁ ଆସିପାରିବ ନାହିଁ। ସେଇ ଏମିତି ଯେମିତି ସ୍କ୍ରୁ ବିଷୟରେ ବି କହିଲି, ସେମିତି ଗୋଟେ ଛୋଟ ଛୋଟ ମେସିନ ର ପାର୍ଟ ବି ଥାଏ, ସେ ଛୋଟ ଛୋଟ ମେସିନ ପାର୍ଟ ବି କେବେ କେବେ ଖସିଗଲେ ସେ ମେସିନ ଆଉ କାମ କରିବନି, କିମ୍ବା ସେ ମେସିନ କାମ କଲେ ମଧ୍ୟ ସେ ମାନେ ଖରାପ ହେଇଯିବ। ତ ଏଇ ଜିନିଷର ଆମେ ଏଇ ଜିନିଷ ଶିଖିବା କଥା କଣ କି, ଯାହା ବି କାମ ଆମକୁ ଦିଆଯାଏ ସେ ସବୁରେ ଆମେ ବିଶ୍ୱସ୍ତ ଥିବାର ଅଛି। ଟିକେ ବି ଯଦି ଆମେ ଅବହେଳା କରିବା, ଶୈତାନ ଛକି ବସିଥାଏ। ସେଇ ଅବହେଳା ଲାଗି କେବଳ ଆମକୁ ହିଁ ନୁହେଁ, କିନ୍ତୁ ଆମ ଚାରିଆଡେ ସମସ୍ତଙ୍କୁ କୌଣସି ଗୋଟେ ପ୍ରକାର ହଇରାଣ କରିବା ପାଇଁ। ତା ଲାଗି ଆମକୁ ସେତେ ନ ଲାଗିପାରେ, ଆମକୁ ଲାଗିପାରେ ହଁ ଟିକେ ହଇରାଣ ହେଇଯାଇଛି, ଆଉ ଥରେ ଆମେ ବିଶ୍ୱସ୍ତ ହେଇଯିବା, କିନ୍ତୁ ଆମେ ଏକଲା ବଞ୍ଚୁନୁ ନା, ଆମେ ପରମେଶ୍ୱରଙ୍କ ପାଇଁ ବଞ୍ଚୁଛୁ। ଆମକୁ ଯଦି ଜୀବନ ଦିଆଯାଇଛି, ଆମକୁ ଯଦି ପରିତ୍ରାଣ ଦିଆଯାଇଛି, ପରମେଶ୍ୱରଙ୍କୁ ଦୁନିଆକୁ ଦେଖେଇବାର ଅଛି, ଆମକୁ ନିଜକୁ ଦେଖେଇବାର ନାହିଁ। ମାନେ ତା ଅର୍ଥ କଣ, ଇନଡାଇରେକ୍ଟଲି ପରମେଶ୍ୱରଙ୍କ ନାଁ ନିନ୍ଦା ହେଉଛି। ତ ଏଇ ଜିନିଷରେ ଆମେ ବହୁତ ଜାଗ୍ରତ ହେବାର ଅଛି। କେବଳ ଆପଣ ସମସ୍ତେ ନୁହେଁ, ମୁଁ ମଧ୍ୟ ଜାଗ୍ରତ ହେବାର ଅଛି। ଏଇଠି ଆଉ ଗୋଟେ ଜିନିଷ ଲେଖା ହେଇଛି 23ରେ, ମାନେ 31-23ରେ, ତାହାର ସ୍ୱାମୀ ଦେଶୀୟ ପ୍ରାଚୀନ ମାନଙ୍କ ସଙ୍ଗେ ନଗର ଦ୍ୱାରରେ ବସିବା ବେଳେ ଚିହ୍ନା ଯାଏ। ମାନେ ସେଇ ସ୍ତ୍ରୀର ଉତ୍ତମ କାର୍ଯ୍ୟ ଲାଗି ସେଇ ସ୍ୱାମୀର ମାନେ ଗୋଟେ ଭଲ ନାଁ ଅଛି ସୋସାଇଟିରେ। ତ ଏଇ ଜିନିଷରେ ଆମେ ଶିଖିବା କଥା ଏହା ଅଛି ଯେ ଯୋଉଠି ଆମକୁ କାମ ଦିଆଯାଇଛି, ଆମେ ଯୋଉ ବି ଯଦି କିଛି ଜବ କରୁଛୁ ଗୋଟେ ଟିମ ସହିତ ମିଶିକି, ସେଇ ଟିମରେ ବି ଆମ ଲାଗି ସେଇ ଟିମର ନାଁ ବଡ ହେବାର ଅଛି, ଆମ ଲାଗି ଆମର ଫ୍ୟାମିଲିର ନାଁ ଭଲ ଥିବାର ଅଛି, ଆମ ଲାଗି ପରମେଶ୍ୱରଙ୍କ ନାଁ ମହିମା ହେବାର ଅଛି। ଏଇ ଜିନିଷରେ ଆମେ ଜାଗ୍ରତ ହେବା ଆବଶ୍ୟକ। ତ ଏଇ ସବୁ ଜିନିଷ ଆମେ ଯଦି ଥରେ ମାନେ ଗୋଟେ ପ୍ରକାର ସମରାଇଜ କରିବା ଯେ ଆମେ ଭରସା ଯୋଗ୍ୟ କି ନୁହଁ, ଆଗରୁ ଯଦି ଆମେ ଦେଖିଲେ ପ୍ରଥମରୁ ଆମେ ଭରସା ଯୋଗ୍ୟ ନହୁଁ, ଆମେ ଅଯୋଗ୍ୟ ଲୋକ, କିନ୍ତୁ ପରମେଶ୍ୱର ଆମକୁ ପ୍ରେମ କରି ତାଙ୍କ ପରିତ୍ରାଣ ଦେଖେଇ ଅଛନ୍ତି, ଆମ ଭିତରେ ତାଙ୍କ ଆଲୋକକୁ ପ୍ରକାଶ କରିବା ପାଇଁ ସେ ଚାହୁଁଅଛନ୍ତି, ଆଲୋକକୁ ପ୍ରକାଶ କରି ଅଛନ୍ତି। ଏବେ ଆଉ ଗୋଟେ ପଦ ପଢିବା, ଫାର୍ଷ୍ଟ କୋରିନ୍ଥିଆନ୍ସ 4ରେ, 4:6 ଲେଖା ହେଇଛି,
ଯେଣୁ ଅନ୍ଧକାରରୁ ଦୀପ୍ତି ପ୍ରକାଶ ପାଉ ବୋଲି ଆଜ୍ଞା ହୋଇଥିଲେ ଯେଉଁ ଈଶ୍ୱର ସେ ଖ୍ରୀଷ୍ଟଙ୍କ ମୁଖରେ ପ୍ରକାଶିତ ଈଶ୍ୱରଙ୍କ ଗୌରବମୟ ଜ୍ଞାନ ଆଲୋକ ଦେଖାଇବା ନିମନ୍ତେ ଆମ୍ଭମାନଙ୍କ ହୃଦୟରେ ଆଲୋକ ପ୍ରକାଶ କରିଅଛନ୍ତି। ତ ଆମମାନଙ୍କ ହୃଦୟରେ ସେ ଆଲୋକ ପ୍ରକାଶ କରି ସାରିଅଛନ୍ତି। ସେଟା ବିଶ୍ୱସ୍ତ ଭାବରେ ଆମେ ଧରି ରଖିବାର ଅଛି, ଯେଉଁ ଲାଗି ଆମର ଜୀବନ ସାରା କାହାକୁ ଆମେ କ୍ଷତି କରିବା ନାହିଁ କିନ୍ତୁ ମଙ୍ଗଳ କରିବା, ଆଉ ଆମ ଜୀବନ ଦ୍ୱାରା ସେହି ଆଲୋକ ସଦାକାଳ ସମସ୍ତଙ୍କ ଆଗରେ ପ୍ରକାଶିତ ହେବାର ଅଛି। ତ ପ୍ରଥମେ ଆମେ ଶିଖିଲେ ବିଶ୍ୱସ୍ତ ହେବାର ଅଛି, ଦ୍ୱିତୀୟ ଆମେ ଶିଖିଲେ ସମସ୍ତଙ୍କୁ ମଙ୍ଗଳ କରିବାର ଅଛି, ତୃତୀୟ ଆମେ ଶିଖିଲେ ଯାହା ବି କାମ ଆମକୁ ଦିଆଯାଉଛି ଆମେ ଖୁସିରେ କରିବାର ଅଛି, ବିଶ୍ୱସ୍ତ ଭାବରେ କରିବାର ଅଛି, କିଛି ହେଳା କରିବାର ନାହିଁ, ଆଉ ସେହି ସାଥେ ସାଥେ ଆମେ ଆହୁରି ଉନ୍ନତି କରିବା ପାଇଁ ମନୋଯୋଗୀ ହେବାର ଅଛି, ଉନ୍ନତି କରିବା ପାଇଁ ମନୋଯୋଗୀ ହେବାର ଅଛି। ଆଉ ଯାହା ବି କାମ କରୁଛୁ ସେଟା ବାସ୍ତବରେ ଲାଭଜନକ କି ନୁହେଁ ସେଇ ଜିନିଷ ବି ଟେଷ୍ଟ କରିବା ବହୁତ ଇମ୍ପୋର୍ଟାଣ୍ଟ। ଆଉ ମୌଳିକତା ବଞ୍ଚେଇ ରଖିବାର ଅଛି, ଯେତେ ପର୍ଯ୍ୟନ୍ତ ସାଧ୍ୟ ସେତେ ପର୍ଯ୍ୟନ୍ତ ନିଜର ଥିବାର ଅଛି, ମାନେ ଅରିଜିନାଲ ଥିବାର ଅଛି। ଆଉ ଜ୍ଞାନରେ ଆପଣ ମୁଖ ମାନେ ଆମର ମୁଖ ପରିପୂର୍ଣ୍ଣ ହେବାର ଅଛି। ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ଆମକୁ ଜ୍ଞାନ ଆସେ, ତ ସେଥିପାଇଁ ଯେତେ ପର୍ଯ୍ୟନ୍ତ ସାଧ୍ୟ ସେତେ ପର୍ଯ୍ୟନ୍ତ ଆମେ ବାକ୍ୟକୁ ଘୋଷିବା, ବାକ୍ୟକୁ ମନେ ରଖିବା, ବାକ୍ୟକୁ ମାନେ ମେଡିଟେଟ କରୁଥିବା, ଧ୍ୟାନ କରିବା। ଆଉ ଆମର ଜିହ୍ୱାରେ ଦୟାର ବ୍ୟବସ୍ଥା ଥିବାର ଅଛି। ଆମେ ଯେବେ ବି କଥା ହେବା ଦୟାରେ କଥା ହେବା, ଦୟାର ବ୍ୟବସ୍ଥା ଆମର ଜିହ୍ୱାରେ ଥାଉ। ଆଉ କେବଳ ଆମେ ଏକା ନୁହେଁ, ଆମ ସହିତ କେତେ ଜଣ କାମ କରୁଅଛନ୍ତି, ଆମ ଉପରେ କେତେ ଜଣ ନିର୍ଭର କରୁଅଛନ୍ତି, ସମସ୍ତଙ୍କ ଉପରେ ଆମର ଦୃଷ୍ଟି ଥିବାର ଅଛି, ସମସ୍ତଙ୍କ ଆଚରଣ ପ୍ରତି ଆମର ମନୋଯୋଗ ଥିବାର ଅଛି। ଆଉ ଆଲସ୍ୟର ଆହାର କେବେ ମଧ୍ୟ ଆମେ ଖାଇବାର ନାହିଁ, କେବେ ମଧ୍ୟ ଆମେ ଆଲସ୍ୟ କରିବାର ନାହିଁ। ଆମ କର୍ତ୍ତବ୍ୟ ପ୍ରତି, ଆମ ଉପରେ ନିର୍ଭର କରୁଥିବା ସମସ୍ତଙ୍କ କର୍ତ୍ତବ୍ୟ ପ୍ରତି ମଧ୍ୟ ଆମେ ମନୋଯୋଗ ହେବାର ଅଛି। ଆଉ ଆମ ଲାଗି ଆମ ଉପରେ ଯେତେ ଜଣ ନିର୍ଭର କରୁଛନ୍ତି ସେଇ ସମସ୍ତଙ୍କର ବି ନାଁ ଭଲ ହେବାର ଅଛି, ସେଇ ଟିମ୍ ହଉ, ସେଇ ଫ୍ୟାମିଲି ହଉ, ସେଇ ଜାଗାର ନାଁ ଭଲ ହେବାର ଅଛି, ଆଉ ଈଶ୍ୱରଙ୍କ ମହିମା ହେବାର ଅଛି। ପ୍ରଭୁ ଏ ବାକ୍ୟ ଦ୍ୱାରା ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ଆମେନ୍ ଆମେନ୍ ଆମେନ୍।